14 ଏପ୍ରିଲ 2026 ଓଡ଼ିଆ ନବବର୍ଷ ଦିନ ବା ପଣା ସଂକ୍ରାନ୍ତି ଦିନ ଆପଣଙ୍କ ଘରକୁ ନେଇ ଆସନ୍ତୁ ଚମତ୍କାରୀ ଗଛର ଚେରକୁ ଏବଂ ଆପଣଙ୍କ ହାତରେ କିମ୍ବା ଗଳାରେ ଚୁପଚାପ ବାନ୍ଧି ଦିଅନ୍ତୁ। ଦେଖିବେ 1 ମାସ ମଧ୍ୟରେ ଆପଣଙ୍କର ସମସ୍ତ ଋଣ କରଜ ଦୂର ହେବା ସହିତ ଆପଣଙ୍କ ନିକଟକୁ ଧନ ମାଡ଼ି ଆସିବ। ଯେଉଁମାନଙ୍କର ଚାକିରି କ୍ଷେତ୍ରରେ ପ୍ରୟାସ କରୁଥିଲେ ସେମାନଙ୍କୁ ତାଙ୍କ ମନ ମୁତାବକ ଚାକିରି ମିଳିବା ସହିତ ଆପଣଙ୍କର ସମସ୍ତ ମନସ୍କାମନା ଖୁବ୍ ଶୀଘ୍ର ପୂରଣ ହୋଇଯିବ। ତା ସହିତ ଆପଣମାନେ ଯେଉଁ ବି କ୍ଷେତ୍ରରେ କାର୍ଯ୍ୟ କରିବେ ସେଥିରେ ଆପଣଙ୍କୁ ଶୁଭାଶୁଭ ଫଳ ମିଳିଯିବ। ତା ସହିତ ଆପଣଙ୍କର ସମସ୍ତ ଗ୍ରହଦଶା ଖଣ୍ଡିତ ହୋଇଯିବ। କାହିଁକି ନା ଚଳିତ ବର୍ଷର ପଣା ସଂକ୍ରାନ୍ତି ଦିନ ଅନେକ ପ୍ରକାରର ଶୁଭ ଯୋଗ ସଂଗଠନ ହେବାକୁ ଯାଉଛି, ଯାହାକୁ ଆପଣମାନେ କେବେ ହେଲେ ବି ହାତଛଡ଼ା କରନ୍ତୁ ନାହିଁ। ସେଥିପାଇଁ ଯେଉଁମାନେ ବି ଏହି ଭିଡ଼ିଓଟିକୁ ଦେଖୁଛନ୍ତି, ଯଦି ଆପଣମାନେ ବି ଆପଣଙ୍କ ଭାଗ୍ୟରେ ଉନ୍ନତି ଚାହୁଁଛନ୍ତି ତେବେ 14 ଏପ୍ରିଲ ମଙ୍ଗଳବାର ମହାବିଷୁବ ପଣା ସଂକ୍ରାନ୍ତି ଦିନ ଏହି ଗଛର ଚେରକୁ ନିଶ୍ଚୟ ନେଇ ଆସନ୍ତୁ। ଦେଖିବେ ଆପଣଙ୍କ ଜୀବନର ସମସ୍ତ ସମସ୍ୟା ଦୂର ହେବା ସହିତ ଆପଣଙ୍କ ଜୀବନରେ ସୁଖର ଆଗମନ ହେବ। ଆଜ୍ଞା ହଁ ଦର୍ଶକ ବନ୍ଧୁ, ସେ ଯେକୌଣସି ସମସ୍ୟା ହୋଇଥାଉ, ଯେମିତିକି ଚାକିରି ଜନିତ କିମ୍ବା ବ୍ୟାପାର ବାଣିଜ୍ୟ ଜନିତ ନଚେତ୍ ଅର୍ଥ ଜନିତ ସମସ୍ତ ସମସ୍ୟାରୁ ଆପଣମାନଙ୍କୁ ତୁରନ୍ତ ହିଁ ମୁକ୍ତି ମିଳିଯିବ। ତେବେ ମୁଁ ଆପଣମାନଙ୍କୁ ଭିଡ଼ିଓର ଆଗରେ ସମସ୍ତ ଉପାୟ ଗୁଡ଼ିକ ବହୁତ ଭଲ ଭାବରେ ବୁଝାଇ କରି କହିବି। ଏହା ପୂର୍ବରୁ ଯଦି ଆପଣମାନେ ଏପର୍ଯ୍ୟନ୍ତ ଭିଡ଼ିଓଟିକୁ ଲାଇକ୍ କରିନାହାନ୍ତି ତେବେ ଭିଡ଼ିଓଟିକୁ ଲାଇକ୍ କରି କମେଣ୍ଟ ବକ୍ସରେ ଜୟ ହନୁମାନ ଜୟ ଶ୍ରୀରାମ ଅବଶ୍ୟ ଲେଖିଦିଅନ୍ତୁ। ଚ୍ୟାନେଲଟିରେ ନୂଆ ଥିଲେ ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରିଦିଅନ୍ତୁ। ଦର୍ଶକ ବନ୍ଧୁ, ଆଜି ଯେଉଁ ଗଛ ବିଷୟରେ ମୁଁ ଆପଣମାନଙ୍କୁ କହିବା ପାଇଁ ଯାଉଛି ତାହାକୁ ଆପଣମାନେ ହୁଏତ ଆପଣଙ୍କ ଗାଁ ଗହଳି କିମ୍ବା ଘରର ଆଖପାଖରେ ନିଶ୍ଚୟ ଦେଖିଥିବେ, କିନ୍ତୁ ଆପଣମାନେ ଏହାକୁ ଅଣଦେଖା କରିଦେଇଥିବେ। କିମ୍ବା ଏମିତି ମଧ୍ୟ ହୋଇଥାଇପାରେ ଏହି ଗଛଟି ଆପଣଙ୍କ ଘର ନିକଟରେ ରହିଥିବ, କିନ୍ତୁ ଅଜାଣତରେ ଆପଣମାନେ ଏହାକୁ ଓପାଡ଼ିକି ଫୋପାଡ଼ି ଦେଇଥିବେ। ତେବେ ମୁଁ ଆପଣମାନଙ୍କୁ କହି ରଖିବି, ଏହା କୌଣସି ସାଧାରଣ ଗଛ ନୁହେଁ, କାହିଁକି ନା ଏଥିରେ ସ୍ୱୟଂ ମହାଦେବ ଏବଂ ଦେବୀ ଲକ୍ଷ୍ମୀଙ୍କର ବାସ ରହିଥାଏ। ତେବେ ଆଉ ଗୋଟିଏ କଥା ଆପଣମାନେ ହୁଏତ ଜାଣିନଥିବେ, ଏହି ଗଛର ମୂଳରେ ସ୍ୱୟଂ ମା ଗଙ୍ଗା ବାସ କରିଥାନ୍ତି। ସେଥିପାଇଁ ଯଦି ଆପଣମାନେ ଏହି ଗଛଟିର ସଠିକ୍ ପ୍ରୟୋଗ କରିଦେଉଛନ୍ତି ତେବେ ଆପଣଙ୍କ ଭାଗ୍ୟରେ ତୁରନ୍ତ ହିଁ ଉନ୍ନତି ଆସିବ। ଯଦି ଆପଣମାନେ ଦୁଃଖ କଷ୍ଟରେ ନିଜ ଜୀବନଟିକୁ ଅତିବାହିତ କରୁଛନ୍ତି କିମ୍ବା ଋଣ କରଜର ସାମ୍ନା କରୁଛନ୍ତି ତେବେ ପବିତ୍ର ପଣା ସଂକ୍ରାନ୍ତି ଦିନ ଏହି ଉପାୟଟିକୁ ନିଶ୍ଚିତ ପରୀକ୍ଷା କରି ଦେଖିବେ। କାହିଁକି ନା ଏହି ଦିନ ଯେଉଁ ବି କାର୍ଯ୍ୟଟିକୁ ଆପଣମାନେ ଥରେ ମାତ୍ର କରିନେବେ ସେଥିରୁ ଆପଣଙ୍କୁ ଶୁଭାଶୁଭ ଫଳ ଦେଖିବା ପାଇଁ ମିଳିବ। ତେବେ ଯଦି ଆପଣମାନେ ଗୋଟିଏ କଥାରେ ବୁଝିବା ପାଇଁ ଯିବେ ତେବେ ଏହି ଗଛଟିର ଏତେ ମାତ୍ରାରେ ଚମତ୍କାରୀ ଶକ୍ତି ରହିଛି ଯେ ଆପଣଙ୍କର ବର୍ଷ ବର୍ଷର ଧନଜନିତ ସମସ୍ୟାକୁ କ୍ଷଣିକରେ ଦୂର କରିଦେବ। ଯଦି ବି ଆପଣଙ୍କର କୌଣସି ଗୁପ୍ତ ଶତ୍ରୁ ଥିଲେ ତେବେ ଏହି ଚେରଟିକୁ ଧାରଣ କରିବା ଦ୍ୱାରା ସମସ୍ତ ଶତ୍ରୁମାନେ ଆପଣଙ୍କର ବିନାଶ ହୋଇଯିବେ ଏବଂ ହନୁମାନଙ୍କ ଆଶୀର୍ବାଦରୁ ଆପଣଙ୍କର ସମସ୍ତ ଶତ୍ରୁମାନେ ହାର ମାନିଯିବେ ଏବଂ ଆପଣଙ୍କର କୌଣସି ବି କ୍ଷତି କରିପାରିବେ ନାହିଁ। ଯଦି ଆପଣମାନେ ଯେଉଁ ବି କ୍ଷେତ୍ରରେ କାର୍ଯ୍ୟ କରିବା ସମୟରେ ସେଥିରୁ ଆପଣଙ୍କୁ ଅସଫଳତାର ସାମ୍ନା କରିବାକୁ ପଡ଼ୁଥିଲା ତେବେ ଏହି ଗଛଟିର ସଠିକ୍ ଉପାୟକୁ କରିନେବା ଦ୍ୱାରା ଆପଣଙ୍କ ଜୀବନରେ ଉନ୍ନତି ଆସିବ। ତା ସହିତ ଆପଣମାନେ ଯେଉଁ ବି କ୍ଷେତ୍ରରେ କାର୍ଯ୍ୟ କରିବେ ସେଥିରୁ ଆପଣଙ୍କୁ ଶୁଭାଶୁଭ ଫଳ ଦେଖିବା ପାଇଁ ମିଳିବ। ଦର୍ଶକ ବନ୍ଧୁ, ସର୍ବପ୍ରଥମେ ଆପଣମାନେ ଜାଣି ରଖନ୍ତୁ ଏହି ଗଛର କେଉଁ ଭାଗକୁ ଆପଣମାନେ କେଉଁ ଉପାୟ କରିବେ। କାହିଁକି ନା ଏହି ଗଛର ଅନେକ ଉପାୟକୁ କରିନେବା ଦ୍ୱାରା ଆପଣଙ୍କୁ ଅନେକ ପ୍ରକାରର ଶୁଭଫଳ ପ୍ରାପ୍ତି ହୋଇଥାଏ।
एवं ଏହି ଗଛଟିର ଦୁଇ ପ୍ରକାରର ଗୁଣ ରହିଛି। ପ୍ରଥମଟି ହେଉଛି ଆୟୁର୍ବେଦିକ ଗୁଣ ଏବଂ ଦ୍ୱିତୀୟଟି ହେଉଛି ତାନ୍ତ୍ରିକ ଗୁଣ। ଆଜ୍ଞା ହଁ ଦର୍ଶକ ବନ୍ଧୁ, ଆୟୁର୍ବେଦିକ ଗୁଣ ହେଲା ଯାହାକି ଆପଣମାନେ ବହୁତ ବଡ଼ ରୋଗରେ ପୀଡ଼ିତ ଅଛନ୍ତି, ଯେତେ ଟଙ୍କା ଖର୍ଚ୍ଚ କରିଲେ ମଧ୍ୟ ସେହି ରୋଗରୁ ଆପଣମାନେ ମୁକ୍ତି ପାଇପାରୁନାହାନ୍ତି। ତେବେ ଏହି କ୍ଷେତ୍ରରେ ଯଦି ଆପଣମାନେ ଏହି ଗଛଟିର ପ୍ରୟୋଗ କରୁଛନ୍ତି, ତେବେ ଆପଣଙ୍କର ସମସ୍ତ ରୋଗ ଦୂର ହୋଇଯିବ। ତା ସହିତ ଆପଣଙ୍କ ଜୀବନରେ କୌଣସି ବି ରୋଗକୁ ଦେଖିବା ପାଇଁ ପାଇବେ ନାହିଁ। ସେଥିପାଇଁ ଆୟୁର୍ବେଦିକ ହିସାବରେ ଏହି ଗଛର ବହୁତ ଅଧିକ ମହତ୍ତ୍ୱ ରହିଛି। ତା ସହିତ ଯଦି ଆପଣମାନେ ଏହି ଗଛର ତାନ୍ତ୍ରିକ ଉପାୟକୁ ପ୍ରୟୋଗ କରିବେ, ତେବେ ଆପଣଙ୍କ ଜୀବନରେ ଦୁଃଖ, କଷ୍ଟ, ଧନଜନିତ ସମସ୍ୟାକୁ କେବେ ହେଲେ ବି ଦେଖିବା ପାଇଁ ପାଇବେ ନାହିଁ। ତେବେ ଆପଣଙ୍କ ଜୀବନକୁ ଧନ ମାଡ଼ି ଆସିବ। ଆପଣମାନେ ବେପାର ବାଣିଜ୍ୟ କ୍ଷେତ୍ରରେ ବହୁତ ଉନ୍ନତି କରିବେ। ତେବେ ସେହି ଚମତ୍କାରୀ ଗଛର ନାଁଟି ହେଉଛି ଅପମାର୍ଗର ଗଛ। ଦର୍ଶକ ବନ୍ଧୁ, ଓଡ଼ିଶାର ଅଲଗା ଅଲଗା ଜାଗାମାନଙ୍କରେ ଏହାର ଅଲଗା ଅଲଗା ନାଁ ରହିଥାଏ। ଯଦି ଆପଣମାନଙ୍କ ଅଞ୍ଚଳରେ ଏହି ଗଛର ଅନ୍ୟ କୌଣସି ନାଁ ଅଛି, ତେବେ କମେଣ୍ଟ ବକ୍ସରେ ଅବଶ୍ୟ ଲେଖିବେ। ଦର୍ଶକ ବନ୍ଧୁ, ଆପଣମାନଙ୍କ ମନରେ ପ୍ରଶ୍ନ ଆସୁଥିବ ଯେ ଏହି ଗଛଟିକୁ ଅପମାର୍ଗ ବୋଲି କାହିଁକି କୁହାଯାଇଥାଏ? ତେବେ ଆପଣମାନେ ଜାଣି ରଖିବା ଉଚିତ ଯେ ଏହି ଗଛଟି ଦୁନିଆଠାରୁ ଓଲଟା ଚାଲିଥାଏ। ସେଥିପାଇଁ ଏହି ଗଛର ନାମଟି ଅପମାର୍ଗ ବୋଲି ମାନ୍ୟତା ରହିଛି। ଆପଣମାନେ ଲକ୍ଷ୍ୟ କରିଥିବେ ଏହି ଗଛର ମଞ୍ଜିଗୁଡ଼ିକ ଓଲଟା ଚାଲିଥାଏ, ଯାହାକି ଅନ୍ୟ କ୍ଷେତ୍ରରେ ସବୁ ଗଛର ମଞ୍ଜିଗୁଡ଼ିକ ତଳକୁ ରହିଥାଏ। ସେଥିପାଇଁ ଏହାକୁ ଅପମାର୍ଗ ବୋଲି କୁହାଯାଇଥାଏ। ଦର୍ଶକ ବନ୍ଧୁ, ଯଦି ଆପଣମାନେ ପୂର୍ବକାଳର ଋଷିମୁନିମାନଙ୍କର କଥା ଏବଂ ବାର୍ତ୍ତାକୁ ଦେଖିବେ, ତେବେ ଯେଉଁମାନେ ଜଙ୍ଗଲରେ ତପସ୍ୟା କରୁଥିଲେ, ତେବେ ସେମାନେ ଏହି ଗଛର ମଞ୍ଜିକୁ କ୍ଷୀରି କରି ପ୍ରସ୍ତୁତ କରି ଖାଉଥିଲେ, ଯାହାଦ୍ୱାରା ସେମାନଙ୍କର ତପସ୍ୟାରେ ଭଗ୍ନ ନ ଆସିବ ଏବଂ ସେମାନେ ବହୁତ ଦିନ ପର୍ଯ୍ୟନ୍ତ ତପସ୍ୟାରେ ଲୀନ ହୋଇପାରିବେ। ଏବଂ ଏହି ଗଛର ପ୍ରୟୋଗ ଦ୍ୱାରା ଆପଣମାନେ ଆପଣଙ୍କ ଶରୀରରେ ରୋଗ ପ୍ରତିରୋଧକ ଶକ୍ତିକୁ ମଧ୍ୟ ବୃଦ୍ଧି କରାଇପାରିବେ। ଯେତେବେଳେ ପୂର୍ବକାଳର ସନ୍ଥ ମୁନି ଋଷିମାନେ ଜଙ୍ଗଲରେ ତପସ୍ୟା କରୁଥିଲେ, ତେବେ ସେମାନେ ଏହି ଗଛର ମଞ୍ଜିକୁ ଖେଚୁଡ଼ି ପ୍ରସ୍ତୁତ କରି ଖାଉଥିଲେ, ଯାହାଦ୍ୱାରା ସେମାନେ 10 ଦିନ ପର୍ଯ୍ୟନ୍ତ ଅନ୍ୟ କୌଣସି ଖାଦ୍ୟ ଖାଉନଥିଲେ ଏବଂ ସେମାନେ ଲଗାତାର ତପସ୍ୟା କରୁଥିଲେ। ସେଥିପାଇଁ ସନ୍ଥ ମହାଋଷିମାନେ ଏହି ଗଛଟିକୁ ସଦାସର୍ବଦା ନିଜ ପାଖରେ ରଖୁଥିଲେ, କାହିଁକି ନା ଏହି ଗଛ ଉପରେ ଅମୃତର କିଛି ବୁନ୍ଦା ପଡ଼ିଯାଇଥିଲା। ସେଥିପାଇଁ ଏହି ଗଛର ଅନେକ ପ୍ରକାରର ଚମତ୍କାରୀ ଶକ୍ତି ଭରି ହୋଇ ରହିଛି। ଶାସ୍ତ୍ରରେ ମାନ୍ୟତା ଅଛି, ଯେତେବେଳେ ସମୁଦ୍ର ମନ୍ଥନ ହୋଇଥିଲା ଏବଂ ଅମୃତ ବାହାରିଥିଲା ଏବଂ ସେହି ଅମୃତଟି ମର୍ତ୍ତ୍ୟମଣ୍ଡଳକୁ ଆସିବା ସମୟରେ ଅମୃତରୁ କିଛି ବୁନ୍ଦା ଏହି ଗଛ ଉପରେ ପଡ଼ିଯାଇଥିଲା। ସେଥିପାଇଁ ଏହି ଗଛରେ ଚମତ୍କାରୀ ଶକ୍ତି ପରିପୂର୍ଣ୍ଣ ହୋଇ ରହିଛି। ସେଥିପାଇଁ ସେହି ଗଛର ମୂଳରେ ଦେବୀ ମା ଗଙ୍ଗା ମଧ୍ୟ ବାସ କରିଥାନ୍ତି। ଯଦି ଆପଣଙ୍କ ଘର ନିକଟରେ କୌଣସି ବୃଦ୍ଧ ବୃଦ୍ଧା ଥିବେ, ତେବେ ସେମାନଙ୍କୁ ପଚାରିବେ ପୂର୍ବକାଳରେ ଏହି ଗଛର ମୂଳର ସଠିକ୍ ବିଧିବିଧାନ ଦ୍ୱାରା ଉପାୟଟିକୁ କରିବା ଦ୍ୱାରା ସେମାନେ ଧନବାନ ହୋଇପାରୁଥିଲେ। ଦର୍ଶକ ବନ୍ଧୁ, ସର୍ବପ୍ରଥମେ ଏହି ଗଛର ଆୟୁର୍ବେଦିକ ଗୁଣ ବିଷୟରେ ଜାଣି ରଖିବା ଏବଂ ଏହାପରେ ମୁଁ ଆପଣମାନଙ୍କୁ ଏହି ଗଛର ତାନ୍ତ୍ରିକ ଗୁଣ ବିଷୟରେ କହି ରଖିବି। ପ୍ରଥମ ଉପାୟଟି ହେଉଛି, ଯଦି ଆପଣଙ୍କ ଦାନ୍ତରେ ପୋକ କାଟିଛି କିମ୍ବା ଆପଣଙ୍କ ଦାନ୍ତରେ ଦରଜ ଅନୁଭବ ହେଉଛି, ତେବେ ଏହି ଗଛର ମୂଳରେ ଆପଣମାନେ 15 ଦିନ ପର୍ଯ୍ୟନ୍ତ ଦାନ୍ତ ଘଷନ୍ତୁ। ଦେଖିବେ ଆପଣଙ୍କର ଦାନ୍ତଜନିତ ସମସ୍ୟା ତୁରନ୍ତ ହିଁ ଦୂର ହୋଇଯିବ। ଦର୍ଶକ ବନ୍ଧୁ, ଏବେ ଆସନ୍ତୁ ଜାଣିବା ଏହି ଗଛର କିଛିଟା ତାନ୍ତ୍ରିକ ଗୁଣ ବିଷୟରେ। ଯେଉଁ ଗୁଣ ବିଷୟରେ ଆମେ ଆପଣଙ୍କୁ ବତାଇବା ପାଇଁ ଯାଉଛୁ, ତାହାକୁ ଆପଣମାନେ ପଣା ସଂକ୍ରାନ୍ତି ଦିନ ଥରେ ମାତ୍ର ନିଶ୍ଚୟ କରିବେ। ଯଦି ଆପଣଙ୍କର କୌଣସି ଗୁପ୍ତ ଶତ୍ରୁ ରହିଛନ୍ତି, ଯାହାକି ଆପଣମାନଙ୍କୁ ଜଣା ନାହିଁ, ତେବେ ଆପଣମାନେ
पवित्र पणा संक्रांति दिन यही गछर मंजी को तोली आनिबे। एहा परे एहाको गोटिए लाल कपड़ारे बांधी एहार पुटुली को प्रस्तुत करिबे एवं एहा परे सेही पुटुलीटी को नहीं शनिदेवंक फोटो बा मूर्ति आगरे बसी शनि चालीसार पाठ करिबे। देखिबे एपरी करिबा द्वारा शत्रु आपणकर कौनसी भी क्षति करि परिबो नाही। एवं ध्यान रखिबे शनि चालीसा को आपण माने 51 थर पाठ करिबे एवं पाठ करि सारिबा परे सेही पुटुलीटी को आपण माने एपरी जगार रखिबे जो जगार कहार भी नजर पड़ू नथिबो। एपरी करिनेबा द्वारा आपणकर शत्रु आपणकर किछि भी क्षति करि पारि नथाए। दर्शक बंधु द्वितीय उपायटी एया अटे जे जदि आपणक व्यापार वाणिज्य रे उन्नति हेउ नाही तेबे आपण माने पवित्र पणा संक्रांति दिन एही गछर मंजी को नहीं आसीबे। एहा परे लाल कपड़ा उपरे ताहाकु रखी देई सेथिरे किछि लाल सिंदूर को भरी देबे एवं ताहार गोटिए पुटुली को प्रस्तुत करी आपणकर व्यापार वाणिज्य क्षेत्र रे नेई करी रखी देबे। दर्शक बंधु आउ गोटे उपाय जदि आपण माने भाबुचंती आपणक उपरे भूत प्रेतर भय रहिछि किंबा कौनसी कला जादूर भय रहिछि तेबे आपण माने ए उपायटी को थरे मात्र निश्चय करंतो। तेबे आपण माने पवित्र पणा संक्रांति दिन बा हनुमान जयंती दिन यही गछर मूलटी को भल भावरे ओपाड़िकी नहीं आसीबे। एहा परे सेही गछर मूल को गंगा जल रे धोई देबे एवं सेही गछ को आपण माने हनुमानक निकट रे बसी हनुमान चालीसा को 108 थर पाठ करिबे। एपरी करिनेबा परे सेही गछर चेर को कौनसी भी डेउरिया रे भर्ती करी निज गलारे किंबा हाथरे पिंधि देबे। देखिबे एपरी करिनेबा द्वारा आपणकर भूत प्रेतर समस्या किंबा कला जादूर भय तुरंत ही दूर होई जीवा। दर्शक बंधु चतुर्थ उपायटी जदि आपण माने करिदेबे तेबे आपण माननको समाज रे मान सम्मान प्राप्ति हेबा। तो आपण माने कौन करिबे ना पवित्र पणा संक्रांति दिन यही गछर मूल को ओपाड़िकी नहीं आसीबे एवं यही गछर मूल को बाटी करी तिलक प्रस्तुत करिबे एवं से तिलक को आपणक मथारे लगाई देबे। तेबे केवल एतिकी करिनेबा द्वारा आपण माने समाज रे मान सम्मान प्राप्ति करिबे। जदि आपणकर कौनसी चाकरी क्षेत्र रे प्रयास करुथिले तेबे आपणक मन मुताबक चाकरीटिए मध्य प्राप्त होई पारे। तेबे दर्शक बंधु यह थिला किछिटा विशेष उपाय जहाकु आपण माने पवित्र पणा संक्रांति दिन करिनेबा द्वारा आपणक जीवन रे उन्नति होई थाए। जदि आपण माननको ए वीडियोटी भल लगी थाए वीडियोटी को लाइक करी कमेंट बॉक्स रे जय हनुमान जय श्री राम अवश्य लिखि दियंतो। चैनल टी रे नुआ थिले चैनल टी को सब्सक्राइब करि दियंतो। आजि पई रहउची नमस्कार।